ବହିର ନାମ ଗଳ୍ପ ସ୍ୱଳ୍ପ। ଲେଖକ ବ୍ୟାସକବି ଫକୀରମୋହନ ସେନାପତି। ପଢ଼ି ଶୁଣାଉଛନ୍ତି ମୋହନ ମଜିଠିଆ। ଗଳ୍ପ ରେବତୀ। ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ପାଟପୁର। ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର, ଅଗିଲି ପିଛିଲି 4 ବଖରା, ଖଞ୍ଜା ପାଚିରି ଚାଳିଆରେ ଢେଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡ଼ିଦୁଆର। ଦାଣ୍ଡଦୁଆର ମେଲା ଘରେ ଦାଣ୍ଡ ଲୋକେ ବସା ଉଠା କରନ୍ତି। ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ବସନ୍ତି। ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ଗ୍ରାମର କରଣ। ମାସକୁ ଦରମା 2 ଟଙ୍କା। ଦରମା ଛାଡ଼ି ପାଉତି ବିଶୋଧନୀ, ବାହା ଲହଣା ଇତ୍ୟାଦିରୁ 2 ପଇସା ହାତ ପଇଠ ହୁଏ। ସବୁ ମିଶାଇଲେ ମାସକୁ 4 ଟଙ୍କାରୁ ଉଣା ହେବ ନାହିଁ। ସଂସାର ଏକରକମ ଚଳେ। ଏକରକମ କିଆଁ ବୋଇଲେ ଭଲ ଚଳେ। ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା ଘରର କାହାରି ମୁହଁରୁ ଶୁଣାଯାଏ ନାହିଁ। ବାଡ଼ିରେ ଶାଗମୁଗ ଛାଡ଼ି ସଜନା 2 ଗଛ, ଘରେ ଲଗା ପଡ଼ିଅ ବରଷ ବିଆଣି ଗାଈ 2ଟା ବନ୍ଧା, ଦୁଧ ଟିକିଏ, ଚହ୍ଲା ମନ୍ଦାଏ ହାଣ୍ଡି ତଳେ ଲାଗିଥାଏ। ବୁଢ଼ୀ ଚଷୁ ମିଶାଇ ଘଷି ପାରିଦିଏ। କାଠ କିଣା ବାଧେ ନାହିଁ। ଜମିଦାର 3.5 ମାଣ ଜମି ଚଷିବାକୁ ଦେଇଛନ୍ତି। ଧାନ ବଳେ ନାହିଁ କି କମେ ନାହିଁ। ଶ୍ୟାମବନ୍ଧୁଟି ବଡ଼ ସିଧାସଳଖ ଲୋକ। ପ୍ରଜାମାନେ ମାନନ୍ତି, ସୁଖ ପାଆନ୍ତି। ବାପରେ ଧନରେ କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ। କାହାରିଠାରୁ ଅନ୍ୟାୟରେ ପଇସାଟିଏ ନିଏ ନାହିଁ। ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ। ସେ 4 ଆଙ୍ଗୁଳି ତାଳପତ୍ରରେ ଖଣ୍ଡେ ପାଉତି ଲେଖି ବଳେ ବଳେ ଚାଳରେ ଗୁଞ୍ଜି ଦେଇଯାଏ। ଜମିଦାର ପିଆଦା ଆସିଲେ ଗାଁକୁ ଛାଡ଼େ ନାହିଁ। ଆପେ ହାତ ଓଠ ଧରି ଧୂଆଁଖିଆ 2 ପଇସା ଅଣ୍ଟାରେ ଗୁଞ୍ଜି ଦେଇ ବିଦା କରେ। ଶ୍ୟାମବନ୍ଧୁଙ୍କ ଘରେ ଖାଇବାକୁ କୁଟୁମ୍ବ 4 ଜଣ। ଆପେ 2 ପରାଣୀ, ମା ବୁଢ଼ୀ, 10 ବର୍ଷର ଗୋଟିଏ ଝିଅ। ଝିଅଟିର ନାମ ରେବତୀ। ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି କୃପାସିନ୍ଧୁ ବଦନ ଗାଏ, ଆଉ ଭଜନ ଗାଏ। କେବେ କେବେ କାଠ ଦୀପରୁ ଖାଟି ଉପରେ ବୈଠାଟିଏ ଥୋଇ ଭାଗବତ ପଢ଼େ। ରେବତୀ ପାଖରେ ବସି ଶୁଣୁଥାଏ। ସେ ମୁହେଁ ମୁହେଁ ଢେର ଭଜନ ଶିଖିଗଲାଣି। ତା ପିଲା ମୁହଁକୁ ଭଜନଗୁଡ଼ିକ ଖୁବ୍ ମାନେ। ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ ଗାଁର କୌଣସି ଲୋକ ଆସି ଶୁଣନ୍ତି। ରେବତୀ ବାପା ପାଖରୁ ଗୋଟିଏ ଭଜନ ଶିଖିଥିଲା। ସେଇଟି ଗାଇଲେ ଶ୍ୟାମବନ୍ଧୁ ବଡ଼ ଖୁସି ହୁଏ। ପ୍ରତିଦିନ ଝିଅକୁ ଗାଇବାକୁ କହେ। ରେବତୀ ଗାଏ। କାଗେ କରିବି ଗୁହାରି, ତୁମେ ନ ଚାହିଁଲେ ନାଥ ଗରିବ ଜୀବ ସରି। କର ବା ନ କର ତ୍ରାଣ, ପଦେ ସମର୍ପିଛି ପ୍ରାଣ। ହୃଦୟ ଅଛି ତମ ନାମ ଧରି, ତୁମ୍ଭ ବିନା ତ୍ରିଜଗତ ଶୂନ୍ୟ ହେ ହରି। ଶୀତଳ କର ଜୀବନ, ପ୍ରେମାମୃତ ଦାନ କରି। 2 ବର୍ଷ ତଳେ ସ୍କୁଲ ଡେପୁଟି ଇନ୍ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ। ଗ୍ରାମର ମୁଖିଆ 4-5 ଜଣ ଲୋକ କୁହାପୋଛା କରିବାରୁ ଦୀପଟିବାବୁ ଓଡ଼ିଶା ବିଭାଗର ଇନ୍ସପେକ୍ଟରଙ୍କଠାକୁ ରିପୋର୍ଟ କରି ଗୋଟିଏ ଅପର ପ୍ରାଇମେରୀ ସ୍କୁଲ ବସାଇ ଦେଇଅଛନ୍ତି। ଶିକ୍ଷକ ବେତନ ମାସକୁ 4 ଟଙ୍କା। ଏହି 4 ଟଙ୍କା ସରକାରରୁ ମିଳେ। ଏହାଛଡ଼ା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି। ଶିକ୍ଷକଟି କଟକ ନର୍ମାଲ ସ୍କୁଲର ଅବଧାନ ବିଭାଗର ଉତ୍ତୀର୍ଣ୍ଣ ଛାତ୍ର। ନାମ ବାସୁଦେବ। ନାମଟି ଯେପରି ବାସୁଦେବ, ଲୋକଟା ମଧ୍ୟ ସେହିପରି ବାସୁଦେବ। ଟୋକାଟାର ଭିତର ବାହାର ସୁନ୍ଦର। ଗାଁ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ। ବୟସ ଅନ୍ଦାଜ 20। ସୁନ୍ଦର ରୂପ, ଯେମନ୍ତ ଗୋଟିଏ ଚାଉଳରେ ଗଢ଼ା। ପିଲାଦିନେ ପିହୁଳା ରୋଗ ହୋଇଥିଲା। ତା ମା ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନି ଦେଇଥିଲା। ସେ ଚିହ୍ନି ଆଜି ଯାଏଁ ଅଛି। ବରଂ ସେ ଚିହ୍ନ ତାକୁ ମାନେ। ବାସୁଦେବ ପିଲାକାଳରୁ ମା ବାପ ଛେଉଣ୍ଡ। ମାମୁଁ ଘରେ ରହି ମଣିଷ ହେଇଛି। ବାସୁଦେବ ଜାତିରେ କରଣ। ଶ୍ୟାମବନ୍ଧୁ ମଧ୍ୟ କରଣ। କେବେ ପୁନେଇ ଗୁରୁବାରରେ ଘରେ ପିଠାଟା Sample complete. Ready to continue?